नमस्कार, ମୁଁ ଆପଣଙ୍କର ପ୍ରିୟା ସେକ୍ସି ପ୍ରିୟା। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ହଟ୍ ଗେମ୍ ଭିଡ଼ିଓ ସହିତ ବିଭିନ୍ନ ପ୍ରକାର ହଟ୍ କଥା ଆପଣ ପାଇବେ। ଯଦି ଆଜି ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ, ମୁଁ ଆଜି ଆପଣମାନଙ୍କୁ ଏମିତି ଏକ ହଟ୍ ଗେମ୍ ଭିଡ଼ିଓ କଥା କହିବି ଯାହା ଶୁଣି ସାରିଲା ପରେ ଆପଣଙ୍କର ବାଟରୁ ରସ ନିହାତି ଟିକିଏ ବାହାରିବ। କିନ୍ତୁ ଆପଣଙ୍କୁ ଅନୁରୋଧ କରିବି, ଯେତେ ରସ ବାହାରୁ ଆପଣମାନେ କେବେ ବି ହ୍ୟାଣ୍ଡଲିଂ କରିବେ ନାହିଁ, କାରଣ ସେଇଟା ଦେହ ପାଇଁ ବହୁତ ଖରାପ। ଆପଣମାନେ ଆପଣଙ୍କ ସ୍ତ୍ରୀ ପାଖକୁ ଯିବେ, ଆରାମସେ କେହିବେ, ବାସ୍ ଠିକ୍ ଅଛି, କିନ୍ତୁ ହ୍ୟାଣ୍ଡଲିଂ କରିବେ ନାହିଁ। ତ ଆସନ୍ତୁ ବର୍ତ୍ତମାନ ଭିଡ଼ିଓଟିକୁ ଆରମ୍ଭ କରିବା। ମୁଁ ଥରେ ମୋର ଗୋଟିଏ କାମରେ କଟକ ଯିବାକୁ ଚାହୁଁଥିଲି। ତ ଏକା ଝିଅ ପିଲାଟେ କଟକ କେମିତି ଯିବି? ତ ମୋ ଅପା ମୋତେ କହିଲା ଯେ ତୋ ଭିଣେଇକୁ ସାଙ୍ଗରେ ନେଇକି କଟକକୁ ଯା। ତେଣୁ ମୁଁ ମୋ ଭିଣେଇ ସହିତ କଟକକୁ ଚାଲିଲି। ଦଶହରା ସମୟ, ବସ୍ ବହୁତ ଭିଡ଼, ଟିକଟ ମିଳିବା ବହୁତ କଷ୍ଟ। ତ ଆମକୁ ବହୁତ କଷ୍ଟରେ ସ୍ଲିପରରେ 2ଟି ସିଟ୍ ମିଳିଲା। ତ ଲକ୍ଜରୀ ବସ୍, ବହୁତ ସୁନ୍ଦର ସ୍ଲିପର। ଆମେ ଜିଜୁ ଏବଂ ଶାଳୀ ବେଶ ସ୍ଲିପରରେ ଯାଇ ଚଢ଼ିଲୁ ଏବଂ ଆରାମସେ ଯାତ୍ରା କଲୁ। କିନ୍ତୁ ଆପଣମାନେ ଜାଣିଛନ୍ତି ସ୍ଲିପରରେ ଶୋଇବା ପାଇଁ ସୁବିଧା ଅଛି, କିନ୍ତୁ ଆପଣମାନେ ବସିକି ଯାଇପାରିବେ ନାହିଁ। ତେଣୁ ଆମେ ଜିଜୁ ଆଉ ଶାଳୀ ଶୋଇକିନା ଯାତ୍ରା କଲୁ। ଘଣ୍ଟେ କି 2 ଘଣ୍ଟା ବସ୍ ଚାଲିବା ପରେ ପ୍ରବଳ ମାତ୍ରାରେ ବର୍ଷା ଆରମ୍ଭ ହେଲା। ଝାଇଁ ଝାଇଁ ବର୍ଷା ପିଟୁଥାଏ, ବିଜୁଳି ଚମକୁଥାଏ। ଗୋଟିଏ ମାହୋଲ, ପୁରା ସେକ୍ସି ଟାଇପ୍ର ମାହୋଲ, ପୁରା ହଟ୍ ମାହୋଲ ତିଆରି ହେଇଗଲା। ତ ହଠାତ୍ କାହିଁକି କେଜାଣି ଶୋଇବା ସମୟରେ ଯେତେବେଳେ ଜିଜୁ ଦେହରେ ମୋ ଦେହକୁ ବାଜୁଥାଏ, କାହିଁକି କେଜାଣି ମୋତେ ଗିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଇଗଲା। କିନ୍ତୁ ଝିଅ ପିଲା କିଛି କହିପାରୁନଥାଏ। ଜିଜୁ ମୋ ପଟକୁ ମୁହଁ କରି ପାଶେଇ ଶୋଇଥାନ୍ତି। ତାଙ୍କ ଗୋଡ଼ରେ ମୋ ଗୋଡ଼ ବାଜୁଥାଏ, ତାଙ୍କ ଦେହରେ ମୋ ଦେହ ବାଜୁଥାଏ। କାରଣ ଆପଣମାନେ ଜାଣିଛନ୍ତି ଯେ ବସ୍ରେ ସ୍ଲିପରରେ ସେମିତି ଗୋଟେ ବିଶେଷ ସ୍ପେସ୍ ନଥାଏ, ତେଣୁ ଗୋଟେ ଆଡ଼ଜଷ୍ଟ ହେଇ ଶୋଇବା ପାଇଁ ପଡ଼େ। କିନ୍ତୁ ଜିଜୁ ଦେହର ସେଇ ଯେ ହଟ୍ ଏବଂ ସେଇ ଦେହ ଯେତେବେଳେ ମୋ ଦେହରେ ବାଜିଲା, କାହିଁ କେଜାଣି ମୋତେ ପ୍ରବଳ ମାତ୍ରାରେ ଗିଆଁ ଖାଇବାକୁ ଇଚ୍ଛା ହେଇଗଲା। ତେଣୁ ମୁଁ ନ ଜାଣିଲା ଭଳି ଶୋଇକି ଅଭିନୟ କରି ପ୍ରଥମେ ତାଙ୍କ ଉପରେ ଗୋଡ଼ଟାକୁ ରଖିଦେଲି। ଆସ୍ତେ ଆସ୍ତେ ଗୋଡ଼କୁ ସଲସଲ କଲି। ତାପରେ ସେଇ ସମୟରେ ବିଜୁଳି ଟିକେ ଜୋରରେ ଯେମିତି ମାରି ଉଠିଲା, ମୁଁ ଜିଜୁ ପାଖକୁ ଆଉ ଟିକେ ଡାକିଗଲି। ଜିଜୁ ମଧ୍ୟ ମୋ ଉପରେ ହାତଟି ରଖିଥିଲେ। ତେଣୁ ମୋର ଜାକିବା ଏବଂ ମୋର ଗୋଡ଼ ବୁଲେଇବା ଦେଖି ମୁଁ ଅନୁଭବ କଲି ଯେ ସିଏ ମଧ୍ୟ ଆସ୍ତେ ଆସ୍ତେ ହିଟ୍ ହେଉଛନ୍ତି। ଏବଂ ମଝିରେ ଯେତିକି ବି ଗ୍ୟାପ୍ ଥିଲା, ଆସ୍ତେ ଆସ୍ତେ ସେ ଗ୍ୟାପ୍ କମି କମି ଆସିଲା। ଜିଜୁ ମୋ ପାଖକୁ ଭିଡ଼ିକି ଆସିଲେ। ଆମେ 2 ଜଣ ତାଙ୍କ ଶରୀର ସହିତ ମୋ ଶରୀରର ପୁରା ଟଚ୍ ହେଇଗଲା। ଏବଂ ଜିଜୁ କ'ଣ କଲେ ନା ଆସ୍ତେ ଆସ୍ତେ ମୋ ଦେହରେ ହାତ ବୁଲେଇବାକୁ ଆରମ୍ଭ କଲେ। ମୁଁ ଜାଣିନେଲି ଯେ ଜିଜୁ ବର୍ତ୍ତମାନ ହିଟ୍ ମାଇଣ୍ଡରେ ଅଛନ୍ତି। ମୁଁ ତ ପୂର୍ବରୁ ଗିଆଁ ଖାଇବାକୁ ପ୍ରବଳ ଇଚ୍ଛୁକ। ତେଣୁ କିଛି ବି ମୁଁ ନ କହି ସୁନା ପିଲାଟି ପରି ତାଙ୍କ ସହିତ ଖେଳିବାକୁ ଆରମ୍ଭ କରିଦେଲି ଏବଂ ମୋ ଛାତିର ବଟନକୁ ଖୋଲିଦେଲି। ଜିଜୁ କିଛି ନ କହି ସିଧା ମୋ ଦୁଧରେ ମୁହଁଟିକୁ ମାରିଦେଲା। ଚୁମିଚି ଚାଲିଲେ, ନିର୍ଦ୍ଧୁମ ଭାବରେ ଚୁମିଚି ଚାଲିଲେ। 2ରୁ 4 ମିନିଟ୍ ପର୍ଯ୍ୟନ୍ତ ସେ ମୋ ଦୁଧକୁ
ଚିପି ଚୁମୁଚି ମୋର ଅବସ୍ଥା ପୁରା କଦାକାର କରିଦେଲା। ସେତେବେଳେ ମୋ ବିହାର ଅବସ୍ଥା ଯାହା ନ କହିଲେ ନ ସରେ। ମୋ ପ୍ୟାଣ୍ଟ ସେତେବେଳକୁ ଆସ୍ତେ ଆସ୍ତେ ଓଦା ହେବାକୁ ଗଲାଣି। ତେଣୁ ଆଉ ମୁଁ ସମ୍ଭାଳିବା ଅବସ୍ଥାରେ ନଥିଲି। ମୁଁ କ'ଣ କଲି ନା ମୋର ବାଁ ହାତରେ ଜିଜୁର ବାଣ୍ଡ ଉପରେ ହାତ ବୁଲେଇବାକୁ ଲାଗିଲି। ଦେଖିଲି ଜିଜୁର ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଯାଇଛି। ତେଣୁ ମୁଁ କ'ଣ କଲି ନା ସିଧା ଚେନ୍ଟିକୁ ଟାଣିଦେଲି ଏବଂ ବାଣ୍ଡଟିକୁ ବାହାରକୁ କାଢ଼ି ଆଣିଲି। ବାହାରକୁ କାଢ଼ି ଆଣି ହାତରେ ମଥିବାକୁ ଲାଗିଲି ବା ହଲେଇବାକୁ ଲାଗିଲି। ଜିଜୁ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ, ସିଧା ମୋ ଉପରେ ଚଢ଼ିଗଲେ ଏବଂ କିସ୍ ପରେ କିସ୍ କରି ଚାଲିଲେ। ମୋ ପ୍ୟାଣ୍ଟଟିକୁ ତଳକୁ ଟାଣିଦେଲେ ଏବଂ ମୋ ପିଆରେ ଜିଭ ଲଗେଇ ନିର୍ଦ୍ଧୁମ ଭାବରେ ସେ ଚୁମୁଚିବାକୁ ଲାଗିଲେ। ଓଃ, ସେ ଶାନ୍ତି ମୁଁ ବର୍ଣ୍ଣନା କରି ପାରିବି ନାହିଁ। ଏତେ ସୁନ୍ଦର ଭାବରେ ସେ ମୋ ପିଆକୁ ଚାଟି ଚାଲିଲେ ଯେ ମୋତେ ଶାନ୍ତି ଉପରେ ଶାନ୍ତି, କି ଆରାମ ଲାଗୁଥାଏ। ମୁଁ ଖାଲି ଏତିକି କହିଲି, ଜିଜୁ ମୁଁ ଆଉ ସମ୍ଭାଳି ପାରୁନି, ମୋତେ ଯେତେ କେହିବାର ଅଛି କିହ। ଜିଜୁ କ'ଣ କଲେ ନା ମୋତେ କେହିବାକୁ ଆରମ୍ଭ କଲେ। ମୋ ଟାଙ୍କ ଦୁଇଟିକୁ ଉପରକୁ ଟେକି ଦେଇ ନିର୍ଦ୍ଧୁମ ଭାବରେ କେହି ଚାଲିଲେ। ଏମିତି କହିଲେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ମୋତେ କେହି ଚାଲିଲେ ଏବଂ ତାପରେ ତାଙ୍କ କାଣ୍ଡରୁ ସବୁତକ ରସ ମୋ ପିଆ ଭିତରେ ଛାଡ଼ିଦେଲେ। ତାଙ୍କ କାଣ୍ଡରୁ ରସ ବାହାରିବା ପୂର୍ବରୁ ମୋ ପିଆରୁ ସେତେବେଳକୁ ରସ ବାହାରି ସାରିଥାଏ। ତେଣୁ ମୁଁ ମଧ୍ୟ ଆରାମ ପାଇଯାଇଥାଏ ଏବଂ ଜିଜୁ ମଧ୍ୟ ଆରାମ ପାଇଯାଇଥାନ୍ତି। ତାପରେ ଆମେ ଦୁହେଁ ଲୁଗାକୁ ସଜାଡ଼ି ଯେ ଯାହାର ଠିକ ଭାବରେ ଶୋଇପଡ଼ିଲୁ। ବର୍ଷା ତ ଛାଡ଼ୁନଥାଏ, ତେଣୁ ଆମେ ସିନା ଗିଁ ଗିଁ ହେଇଗଲୁ, କିଛି ସମୟ ଶାନ୍ତିରେ ଶୋଇଗଲୁ। ତାପରେ ଘଣ୍ଟେ କି 2 ଘଣ୍ଟା ପରେ ଆମେ ପୁଣି ଗିଁ ଗିଁ ହେଲୁ, କିନ୍ତୁ ସେ ଗିଁ ଗିଁ ଟିକେ ଅନ୍ୟ ଧରଣ ଥିଲା। ତାର ମଜା ଆହୁରି ଅନେକ ଭଲ ଥିଲା। ତ ସେ ବିଷୟରେ ମୁଁ ଆପଣମାନଙ୍କୁ ସବିଶେଷ ୟା ପର ଭିଡ଼ିଓରେ ନିଶ୍ଚିତ ଭାବରେ କହିବି। ତେଣୁ ଆପଣମାନେ ୟା ପରବର୍ତ୍ତୀ ଭିଡ଼ିଓକୁ ନିଶ୍ଚିତ ଭାବରେ ଦେଖିବେ। ଆପଣମାନଙ୍କୁ ପୁନର୍ବାର ଅନୁରୋଧ କରିବି ଯେ ଏହି ପ୍ରିୟା ଟ୍ୟୁବ୍ ଚ୍ୟାନେଲରେ ଏହି ପ୍ରକାର ହଟ୍ ଭିଡ଼ିଓ ବରାବର ମୁଁ ଆପଣଙ୍କ ପାଇଁ ଛାଡ଼ୁଛି। ଯଦି ଆପଣମାନେ ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ, ତେବେ ଦୟାକରି ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପନ୍ତୁ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଇଏ ଥିଲା ଆଜି ପାଇଁ ପ୍ରିୟା ତରଫରୁ ହଟ୍ ଭିଡ଼ିଓର କିଛି ଅଂଶ ରହୁଛି। ଏହାର ପରବର୍ତ୍ତୀ ଭିଡ଼ିଓ ନିଶ୍ଚିତ ଭାବରେ ଦେଖିବେ ଆପଣମାନଙ୍କୁ ଅନୁରୋଧ କରୁଛି।